ଆଚ୍ଛା ସାଙ୍ଗମାନେ, ଆମେ ଯେତେବେଳେ ଛୋଟ ଥିଲେ ସେତେବେଳେ ମନୋରଞ୍ଜନର କେବଳ ଗୋଟେ ମାତ୍ର ମାଧ୍ୟମ ଥିଲା ରେଡିଓ। ହଁ, ମନେ ଅଛି ସେ ପିଲାବେଳ କଥା। ଖୋକା ଭାଇଙ୍କ ଗୀତ ପଡୁ ପଡୁ ଦୌଡ଼ି ଆସିକି ବସି ପଡୁଥିଲେ ରେଡିଓ ପାଖରେ। ଆଉ ଆମ ବାପା ଜେଜେବାପା ସକାଳ ହଉ ହଉ ଚାହା କପେ ଧରି ବସି ପଡୁଥିଲେ ରେଡିଓ ପାଖରେ ପ୍ରତିଦିନର ଟିକିନିଖି ଖବରକୁ ଶୁଣିବା ପାଇଁ। ସତରେ ସେ ସ୍ମୃତି କେତେ ନିଆରା। ସେ ପୁରୁଣା ଦିନ ଆଜି ବି ମନେ ପଡୁଛି। ସେତେବେଳେ ସୂଚନା, ସ୍ୱାସ୍ଥ୍ୟ ଏବଂ ମନୋରଞ୍ଜନର କେବଳ ଏକମାତ୍ର ମାଧ୍ୟମ ଥିଲା ରେଡିଓ। ସେ ଗାଁ ହେଉ କି ସହର, ଆଜି ବି ରେଡିଓ ଲୋକଙ୍କ ହୃଦୟରେ ବସା ବାନ୍ଧିକି ରହିଛି। ଯେ ବିଶ୍ୱ ରେଡିଓ ଦିବସ ଅବସରରେ ଚାଲନ୍ତୁ ସେଇ ମାଧ୍ୟମକୁ ମନେ ପକେଇବା, ଯାହା କୋଟି କୋଟି ଲୋକଙ୍କର ହୃଦୟକୁ ଯୋଡ଼ିଥିଲା। ତେବେ ଆର୍ଜେ ରିକି ଆଉ ସିଲ୍କ ସିଟି ରେଡିଓ ପରିବାର ତରଫରୁ ବିଶ୍ୱ ରେଡିଓ ଦିବସର ଅନେକ ଅନେକ ଶୁଭେଚ୍ଛା। ହଁ, ଯଦି ଆପଣ ଜଣେ ରେଡିଓ ପ୍ରେମୀ ତାହେଲେ ଏଇ ରିଲ୍ସଟିକୁ ଲାଇକ୍, କମେଣ୍ଟ ଆଣ୍ଡ ସେୟାର କରନ୍ତୁ। ହଁ, ଯଦି ଆପଣଙ୍କ ନଜରରେ କେହି ବି ରେଡିଓ ପ୍ରେମୀ ଅଛନ୍ତି ତାହେଲେ କମେଣ୍ଟ ବକ୍ସରେ ତାଙ୍କୁ ମେନସନ କରିଦିଅନ୍ତୁ। ଜୟ ଜଗନ୍ନାଥ।